ବିଜୁ ଜନତା ଦଳରେ କିଛି ଠିକ ଠାକ ଚାଲି ନାହିଁ। ନବୀନ ନିବାସର ପିଣ୍ଡା ଉପରକୁ ଚଢିବା ପାଇଁ ସାହସ କରୁନଥିବା ଲୋକମାନେ ସେଠି ଚିତ୍କାର କରିକିରି କହିଲେ, ଯେତେବେଳେ ନବୀନ ବାବୁ ସେ ଘର ଭିତରେ ଥିଲେ ଏବଂ ପାଣ୍ଡିଆନ ବି ପଛପଟେ ତା ଘରେ ଥିଲେ, ସେତେବେଳେ ଲୋକମାନେ ଚିତ୍କାର କରି କହିଲେ ପାଣ୍ଡିଆନ ଗୋ ବ୍ୟାକ୍। ବାସ୍ତବରେ ଆପଣ ଦେଖନ୍ତୁ, ମୁଁ ଭାବୁଛି ଯେ ମୁନ୍ନା ଖାଁଙ୍କୁ ଗୋଟେ ବଳିକା ବକରା ବା ତାଙ୍କୁ ଗୋଟେ ଉପହାସିତ କରାଗଲା। ରାଜ୍ୟସଭାରେ ବିଜୁ ଜନତା ଦଳର କେବଳ 7 ଜଣ ସଭ୍ୟ ଅଛନ୍ତି, ଲୋକସଭାରେ ତ ଜଣେ ବି ନାହାନ୍ତି। ତେଣୁକରି ଆପଣଙ୍କ ବିଜୁ ଜନତା ଦଳ ଯାହା ବି ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିବେ, ସେ ବିଲକୁ ସମର୍ଥନ କରିବେ ବା ବିରୋଧ କରିବେ, ସେଗୁଡିକ କେବଳ ରାଜ୍ୟସଭାରେ କରିବେ। ଏବଂ ଆପଣ ଜାଣିଛନ୍ତି, ମୁନ୍ନା ଖାଁଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ନବୀନ ବାବୁ ଇଫତାର ପାର୍ଟିରେ ଯୋଗଦାନ କରିଥିଲେ, ଯୋଉଠିକି ସେ ନିଜେ ଘୋଷଣା କରିଦେଇଥିଲେ ଯେ ସେମାନେ ବିଲର ବିରୁଦ୍ଧରେ ସେମାନେ ଭୋଟ ଦେବେ। ଏକଥା ସେ କହିଥିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କୁ ଖୁସି କରିବା ପାଇଁ, ସତେ ଯେମିତି ସେ ଜଣେ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ସେମାନେ ବାସ କରନ୍ତି ଏବଂ ସେ ଧର୍ମ ନିରପେକ୍ଷତାକୁ ପସନ୍ଦ କରନ୍ତି ଏବଂ ତାଙ୍କ ସପକ୍ଷରେ ସିଏ ଠିଆ ହେବେ। ଏଭଳି ଏକ ବାର୍ତ୍ତା ଦେଲା ପରେ ଏବଂ ଯୋଉ ସଂସଦୀୟ ଦଳ, ବିଶେଷ କରିକି ରାଜ୍ୟସଭାର ସଂସଦୀୟ ଦଳ, ଯାହାର ନେତା ହଉଛନ୍ତି ଡକ୍ଟର ସସ୍ମିତ ପାତ୍ର, ତାଙ୍କୁ ଦାୟିତ୍ୱ ଦେଇଥିଲେ ମୁନ୍ନା ଖାଁଙ୍କୁ ସେ ବକ୍ତବ୍ୟ ରଖିବା ପାଇଁ ଏବଂ ଦଳର ନିର୍ଦ୍ଦେଶ ମାନିକିରି ସିଏ ମଧ୍ୟ ବକ୍ତବ୍ୟ ରଖିଥିଲେ ଏବଂ ବକ୍ତବ୍ୟ ମାଧ୍ୟମରେ ସେ କହିଲେ, ଗୋଟେ ସୁନ୍ଦର ଭାଷଣଟେ ଦେଇଥିଲେ ମୁଁ ଶୁଣିଛି ଏବଂ ସେଥିରେ ସେ କହିଥିଲେ ଯେ ଆମେ ତାକୁ ବିରୋଧ କରିବୁ। ତେଣୁ ଯେତେବେଳେ ବିରୋଧ କରିବା ପାଇଁ କି ତାଙ୍କର ମୁଖ୍ୟ, ଦଳର ମୁଖ୍ୟ ଭୁବନେଶ୍ୱରରେ ଘୋଷଣା କରି ସାରିଛନ୍ତି, ନିର୍ଦ୍ଦେଶନାମା ବି ଦେଇ ସାରିଛନ୍ତି ଏବଂ ବକ୍ତବ୍ୟ ରଖା ସରିଛି, ତାଙ୍କ ବକ୍ତବ୍ୟ ସରିଲା ପରେ ଯଦି କିଛି ପରିବର୍ତ୍ତନ କରାଯାଉଛି, ଦଳର ନୀତିଗତ ନିଷ୍ପତ୍ତି ନିଆଯାଉଛି ଯେ ବିବେକ ଅନୁସାରେ ଭୋଟ ଦିଆଯିବ, ସେଇ କଥାଟିକୁ ସେ ସସ୍ମିତ ପାତ୍ର ତାଙ୍କୁ କହିଲେନି କାହିଁକି? ଯଦି ତାଙ୍କୁ କହିଥାନ୍ତେ, ସେ ତାଙ୍କ ପ୍ରତିକ୍ରିୟାରେ ସିଏ ତ ଆଉ କିଛି କହିଥାନ୍ତେ ନ କହିଥାନ୍ତେ। କିନ୍ତୁ ମୁନ୍ନା ଖାଁଙ୍କର ଯୋଉ ବକ୍ତବ୍ୟ ଆପଣଙ୍କ ଅଛି, ସେ କହିଲେ ମୁଁ ଯେତେବେଳେ ଟ୍ୱିଟ୍ ଟାକୁ ଦେଖିଲି ବା ଆପଣଙ୍କର ଯୋଉ ଏକ୍ସ ରେ ପୋଷ୍ଟିଂ ଟାକୁ ଦେଖିଲି, ତାପରେ ମୁଁ ସମ୍ବିତ ବାବୁଙ୍କ ସାଙ୍ଗରେ ଯେତେ ଚେଷ୍ଟା କଲି କଥାବାର୍ତ୍ତା କରିବା ବି ପାଇଲିନି। ଏଇଭଳି ଏକ ବାର୍ତ୍ତା ଦେଇ ସାରିଲା ପରେ ଗୋଟିଏ କଥା ସ୍ପଷ୍ଟ ହେଇଗଲା ଯେ ବିଜୁ ଜନତା ଦଳରେ କିଛି ଠିକ ଠାକ ଚାଲି ନାହିଁ। ଯାହା କହୁଛନ୍ତି ତାହା କରନ୍ତି ନାହିଁ ଏବଂ କିଛି ନା କିଛି ଗୋଟେ ଚାପର ବଶବର୍ତ୍ତୀ ହେଇକରି କରାଯାଇଛି ଏବଂ ସେଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓଡିଶାର କେବଳ ପ୍ରତାରିତ ହେଇନାହାନ୍ତି, ମୁନ୍ନା ଖାଁ ଯିଏକି ତାଙ୍କର ଜଣେ ସାଂସଦ, ତାଙ୍କୁ ମଧ୍ୟ ଅପମାନିତ କରାଯାଇଛି ଏବଂ ତାଙ୍କୁ ନବୀନ ବାବୁ କହିନାହାନ୍ତି, କେହି ବି ତାଙ୍କୁ କେହି କିଛି ସମ୍ପର୍କ ସ୍ଥାପନ କରିନାହାନ୍ତି, ଅଥଚ ତାଙ୍କୁ ବକ୍ତବ୍ୟ ଦେବା ପାଇଁ କି ପାର୍ଲାମେଣ୍ଟରେ ବା ରାଜ୍ୟସଭାରେ ତାଙ୍କୁ କୁହାଗଲା। ଆପଣ ଏଗୁଡିକ ମୁଁ କାହିଁ ଭାବୁଛି ରାଜନୀତି ପାଇଁକି କେବେ ହେଲେ ଶୁଭଙ୍କର ନୁହେଁ। ତେଣୁକରି ସେ ଏଥିରେ କ୍ଷୁବ୍ଧ ହବା ସ୍ୱାଭାବିକ ଏବଂ ତାଙ୍କର ଦଳର ନୀତି ନିୟମ ବିଷୟରେ ସେ ମୋ ଅପେକ୍ଷା ଅଧିକ ଜାଣିଛନ୍ତି। ସେ ଜାଣିଛନ୍ତି ଯେ ଯାହା ସବୁ କାର୍ଯ୍ୟକ୍ରମ କରାଯାଏ ନବୀନଙ୍କ ଇଙ୍ଗିତରେ କରାଯାଏ ଏବଂ ସେଇଟାକୁ ପାଣ୍ଡିଆନ ହିଁ କାର୍ଯ୍ୟକାରୀ କରନ୍ତି। ତେଣୁ ପାଣ୍ଡିଆନ ଉପରେ ସେ ରାଗି ଯାଇଥିଲେ ଏବଂ ସେତେବେଳେ ସେ କହିଥିଲେ ଯେ ଯୋଉମାନେ ସମସ୍ତେ ଚାହୁଁଛନ୍ତି ଦଳକୁ, ଦଳର କିଛି ସଭ୍ୟ ଅଛନ୍ତି ଯୋଉମାନେ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳିବାକୁ ଚାହୁଁଛନ୍ତି, ସେମାନେ ଦଳରୁ ବାହାରି ଯାଆନ୍ତୁ, ସେ କଥା ସେ କହିଥିଲେ ଏୟାରପୋର୍ଟରେ। ପରବର୍ତ୍ତୀ କାଳ ତାଙ୍କ ସମର୍ଥକ ମାନେ ଗୋ ବ୍ୟାକ୍ ପାଣ୍ଡିଆନ ବୋଲିକି ନାରା କଲେ ଏବଂ ଯୋଉଟା କି ଗୋଟେ ନୂତନ ଜିନିଷ ଦୀର୍ଘ 26 ବର୍ଷର ଇତିହାସରେ ନବୀନ ନିବାସର ପିଣ୍ଡା ଉପରକୁ ଚଢିବା ପାଇଁ ସାହସ କରୁନଥିବା ଲୋକମାନେ ସେଠି ଚିତ୍କାର କରିକିରି କହିଲେ, ଯେତେବେଳେ ନବୀନ ବାବୁ ସେ ଘର ଭିତରେ ଥିଲେ ଏବଂ ପାଣ୍ଡିଆନ ବି ପଛପଟେ ତା ଘରେ ଥିଲେ, ସେତେବେଳେ ଲୋକମାନେ ଚିତ୍କାର କରି କହିଲେ ପାଣ୍ଡିଆନ ଗୋ ବ୍ୟାକ୍। ଏଇଟା ଗୋଟେ ଛୋଟିଆ କଥା ନୁହେଁ। ଓଡିଶାର ଗଣତାନ୍ତ୍ରିକ ଇତିହାସରେ ଏଇଟା ଗୋଟେ କଳଙ୍କିତ ଅଧ୍ୟାୟ ହେଇକି ରହିବ ଏବଂ ଇତିହାସ ଲିପିବଦ୍ଧ ହେଇକି ରହିବ ଏବଂ ଆଗାମୀ ପିଢି ଯେତେବେଳେ ଇତିହାସ, ଓଡିଶାର ରାଜନୈତିକ ଇତିହାସକୁ ଅଧ୍ୟୟନ କରିବେ, ସେମାନେ ଦେଖିବେ ଯେ ଯେତେବେଳେ ରାଜନୀତିରେ ସାଧାରଣ ସମ୍ଭ୍ରମତା ଏବଂ ନୀତିହୀନତା ଦେଖାଦିଏ, କିଭଳି ଭାବରେ ଅପମାନିତ ହବାକୁ ପଡେ, ଅବଦମିତ ହବାକୁ ପଡେ, ଏଇଟା ତାର ଗୋଟେ ଜ୍ୱଳନ୍ତ ଉଦାହରଣ ହେଇକି ରହିବ।